ଯେଉଁ ପକ୍ଷୀମାନଙ୍କୁ ବାଲ୍ୟକାଳରୁ ପଞ୍ଜୁରୀରେ ବାନ୍ଧି ରଖାଯାଇଥାଏ ସେମାନେ ବଡ଼ ହେବା ପରେ ପଞ୍ଜୁରୀ ଖୋଲିଲେ ବି ଉଡ଼ି ପାରନ୍ତିନି। ସେହି ପଞ୍ଜୁରୀର ଆଖପାଖରେ ହିଁ ଘୁରି ବୁଲିଥାନ୍ତି। ଠିକ୍ ସେମିତି ଗୃହପାଳିତ ପଶୁମାନଙ୍କ ସହ ବି ହୋଇଥାଏ। କେବେ ଭାବିଛନ୍ତି ଏମିତି କାହିଁକି ହୁଏ? କାହିଁକି ନା ଏମାନେ ବନ୍ଧନ ଖୋଲିବା ପରେ ବି ପଳାୟନ କରନ୍ତିନି, ଉଡ଼ନ୍ତିନି, ଆମ ଆଖପାଖରେ ହିଁ ରହିଥାନ୍ତି। କାରଣ ସବୁଠୁ ବଡ଼ ପରାଧୀନତା ଦାସତ୍ୱର ମାନସିକତା ହୋଇଥାଏ। ବ୍ୟକ୍ତି ଯଦି ସ୍ୱ ଇଚ୍ଛାରେ କାହାର ଦାସ ହୋଇଥାଏ ତେବେ ବନ୍ଧନ ମୁକ୍ତ ହେବା ପରେ ବି ସ୍ୱତନ୍ତ୍ର ରହିବା ପାଇଁ ପ୍ରୟାସ କରିନଥାଏ। ସେଥିପାଇଁ କୌଣସି ବ୍ୟକ୍ତି ହେଉ ଅଥବା ଚିନ୍ତାଧାରା, ସୁଖ ସୁବିଧାର ସାଧନ, ସ୍ଥାନ କିମ୍ବା ଆଶ୍ରୟସ୍ଥଳ କାହା ଉପରେ ବି ଏତେ ବି ଆଶ୍ରିତ ହୁଅନି ଯାହା ଲାଗି ମନ ଗତି କରିବା ଭୁଲିଯିବ। ମନର ଦ୍ୱାର ଖୋଲା ରଖ, କାରଣ ଯଦି ସ୍ୱତନ୍ତ୍ର ହୁଏ ମନ ତେବେ କିଏ ବି ଆପଣଙ୍କୁ ରଖିପାରିବନି ପରାଧୀନ। ନୀତି ମୋର, ନିୟତି ଆପଣଙ୍କର।